ଆଦର୍ଶ କହିବେ, ଦେଖିଲ ତ ପଲ୍ଲବୀ, କୋଉଠି ନା କୋଉଠି ଜ୍ୟୋତିଷଙ୍କ କଥା ସତ ହେଇଗଲା। ରୂପସା ଧରା ପଡ଼ିବା ପରେ ଆମେ ଭାବିଥିଲେ କି ଆମେ 2 ଜଣ ଖୁସିରେ ରହିବା, ସୁଖର ସଂସାର କରିବା। କିନ୍ତୁ ଦେଖ, ଭାଗ୍ୟ ଆମ 2 ଜଣଙ୍କୁ ପୁଣି ପରସ୍ପର ପାଖରୁ ଅଲଗା କରିଦେଲା। ତମେ ଯେତେବେଳେ ନ ଫେରିଲ, ତମକୁ ଖୋଜିବାରେ 1 ବର୍ଷ ମୋର ବିତିଗଲା। କିନ୍ତୁ ତମେ ଫେରିଲନି। ମୋର ବଞ୍ଚିବାର ସବୁ ମୋହ ତୁଟି ଯାଇଥିଲା। ମୁଁ ତ ସତକୁ ସତ ମରିଯିବା ଭଳି ପରିସ୍ଥିତିରେ ଥିଲି। ତାପରେ ପ୍ରଣାଳୀଙ୍କୁ ନନା କହିବେ, ଆରେ ମା ପ୍ରଣାଳୀ, ତୁ ଆସିଗଲୁ। ଏହାପରେ ପ୍ରଣାଳୀ କହିବେ, ଓହୋ ନନା, ଆପଣ ପୁଣି ମୋତେ ଚିହ୍ନିଦେଲେ। ଆପଣଙ୍କୁ ସରପ୍ରାଇଜ୍ ଦେବାକୁ ଚାହୁଁଥିଲି। ପୁଣି ନନା କହିବେ, ଆରେ ତୋ ପାଉଁଜିର ରୁମୁଝୁମୁ ଶବ୍ଦ ତୋଠାରୁ ଆଗୁଆ ଆସି ମୋ କାନରେ ବାଜିଲା। ଆଉ ପ୍ରଣାଳୀ ଆସୁଛି ବୋଲି କହିଲା। ତ ମୁଁ ଆଉ କ'ଣ କରିବି କହ? ତାପରେ ପ୍ରଣାଳୀ କହିବେ, ମୁଁ ଆପଣଙ୍କ ସହ କଥା ହେବିନି, ଯାଆନ୍ତୁ କଟି। ତାପରେ ନନା କହିବେ, ଆରେ ତୋରି ଭଳି ଏଠିକି ଆଉ ଗୋଟେ ଝିଅ ଆସୁଥିଲା। ମୁହୂର୍ତ୍ତକ ଭିତରେ ତୋରି ଭଳି ସମସ୍ତଙ୍କ ମନ ଜିତି ଯାଉଥିଲା। ସିଏ ହଉଛି ପଲ୍ଲବୀ। ତତେ ଦେଖିକି ସେ ପଲ୍ଲବୀ କଥା ମନେ ପଡ଼ିଗଲା। ତାପରେ ଆଦର୍ଶ ନନା ଆଉ ପ୍ରଣାଳୀ ପାଖକୁ ଯାଉଥିବେ, ଆଉ ବାଟେ ସାପ ଗୋଟେ ଥିବ। ତାପରେ ପ୍ରଣାଳୀ ଆସି ସେ ସାପକୁ ଫୋପାଡ଼ି ଦେବେ। ତ ଦର୍ଶକ ବନ୍ଧୁ, କ'ଣ ପ୍ରଣାଳୀକୁ ବାହା ହେବେ କି ଆଦର୍ଶ? ଆମକୁ କମେଣ୍ଟ କରି ଜଣାନ୍ତୁ।